ଜିଆଉଦ୍ଦିନ ବାରାନୀଙ୍କ ଉପାଦେୟ ପୁସ୍ତକ ସବୁ କ'ଣ? ଏହାର ଦାର୍ଶନିକ ଜିଆଉଦ୍ଦିନ ବାରାନୀ ଇସଲାମ ଧର୍ମର ସାରମର୍ମ, ରାଷ୍ଟ୍ର ଏବଂ ସରକାର ବ୍ୟବସ୍ଥା, ଧର୍ମଧାରଣା ଏବଂ ଇତିହାସ ଉପରେ କେତେକ ଉପାଦେୟ ପୁସ୍ତକ ରଚନା କରିଥିଲେ। ସେଗୁଡ଼ିକ ହେଲା ଫତୱା-ଇ-ଜାହାନଦାର, ତାରିଖ-ଇ-ଫିରୋଜଶାହୀ, ସଲବତ-ଇ-କବୀର, ସନା-ଇ-ମୁହମ୍ମଦୀ ଏବଂ ହସରତନାମା ଇତ୍ୟାଦି। ଦ୍ୱିତୀୟ ପ୍ରଶ୍ନ, ବାରାନୀଙ୍କ ରାଜତନ୍ତ୍ର ବ୍ୟବସ୍ଥା କିପରି ଥିଲା? ବାରାନୀଙ୍କ ମତରେ ବଂଶଗତ ରାଜା ଶାସନର ସତ୍ତା ସର୍ବଦା ଗ୍ରହଣୀୟ ହୋଇଥାଏ। ମନୋନୀତ ରାଜା ଶାସନ ଏକ ଉତ୍କୃଷ୍ଟ ବ୍ୟବସ୍ଥା ହୋଇଥାଏ, ଯାହାଫଳରେ ଜଣେ ଦକ୍ଷ, ଯୋଗ୍ୟ, ଶକ୍ତିଶାଳୀ ବ୍ୟକ୍ତି ରାଜ୍ୟ ଶାସନ କରିବାକୁ ସୁଯୋଗ ପାଇଥାଏ। ୱାଜିର ଅର୍ଥ କ'ଣ? ରାଜାଙ୍କ ମନ୍ତ୍ରୀ ପରିଷଦର ସର୍ବଶ୍ରେଷ୍ଠ ମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କୁ ୱାଜିର କୁହାଯାଇଥାଏ। ସେ ସୁଲତାନଙ୍କର ମୁଖ୍ୟ ପରାମର୍ଶକାରୀ ଭୂମିକା ନିର୍ବାହ କରନ୍ତି। ରାଜା ବା ସୁଲତାନଙ୍କ ଅନୁପସ୍ଥିତିରେ ସେ ରାଜ୍ୟ କାର୍ଯ୍ୟ ପରିଚାଳନା କରିବା ପାଇଁ କ୍ଷମତାପ୍ରାପ୍ତ ହୋଇଥାନ୍ତି। ଦିୱାନ-ଇ-ଅର୍ଜ ଅର୍ଥ କ'ଣ? ବାରାନୀଙ୍କ ମତରେ ରାଜ୍ୟର ନିରାପତ୍ତା ରକ୍ଷା କରିବା ପାଇଁ ସୈନ୍ୟ ଚାଳନା କରିବା, ସୈନ୍ୟ ନିଯୁକ୍ତି କରିବା, ଯୁଦ୍ଧ ସମୟରେ ସୈନ୍ୟ ସଞ୍ଚାଳନ କରିବା ଗୁରୁ ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯାଇଥାଏ। ତାଙ୍କୁ ଦିୱାନ-ଇ-ଅର୍ଜ କୁହାଯାଏ। ପଞ୍ଚମ ପ୍ରଶ୍ନ, ଦିୱାନ-ଇ-ରସଲତ କ'ଣ? ବାରାନୀଙ୍କ ମତରେ ବୈଦେଶିକ ନୀତି ପରିଚାଳନା କରିବା ପାଇଁ ଯେଉଁ ବ୍ୟକ୍ତିଙ୍କୁ କ୍ଷମତା ପ୍ରଦାନ କରାଯାଇଥାଏ ତାଙ୍କୁ ଦିୱାନ-ଇ-ରସଲତ କୁହାଯାଏ। ଯୁଦ୍ଧ ଏବଂ ସନ୍ଧି ସମୟରେ ପଡ଼ୋଶୀ ରାଷ୍ଟ୍ର ସହିତ ବୈଦେଶିକ ସମ୍ପର୍କ ସ୍ଥାପନ ସେ ନିଯୁକ୍ତ ହୋଇଥାନ୍ତି। 6 ନମ୍ବର ପ୍ରଶ୍ନ, ପ୍ରାଦେଶିକ ଶାସନ ବ୍ୟବସ୍ଥା କିପରି ଥିଲା? ବାରାନୀଙ୍କ ଦାର୍ଶନିକ ତତ୍ତ୍ୱରେ ଦିଲ୍ଲୀ ସୁଲତାନେତର ପ୍ରାଦେଶିକ ଶାସନ ବ୍ୟବସ୍ଥା ବିଷୟରେ ଧାରଣା ଦିଆଯାଇଛି। ଆଲାଉଦ୍ଦିନ ଖିଲଜୀଙ୍କ ଶାସନ ବ୍ୟବସ୍ଥା ରାଜ୍ୟରେ 11ଟି ପ୍ରଦେଶ ଗଠନ କରାଯାଇଥିଲା। ପ୍ରତି ପ୍ରଦେଶରେ ସୁଲତାନ ଜଣେ ଜଣେ ଗଭର୍ଣ୍ଣରଙ୍କୁ ନିଯୁକ୍ତ କରିଥିଲେ। 7 ନମ୍ବର ପ୍ରଶ୍ନ, ଦିଲ୍ଲୀ ସୁଲତାନତର ନ୍ୟାୟିକ ବ୍ୟବସ୍ଥା କିପରି ଥିଲା? ବାରାନୀଙ୍କ ମତରେ ସୁଲତାନ ହେଉଛନ୍ତି ନ୍ୟାୟର ମୂର୍ତ୍ତିମନ୍ତ ରୂପ। ରାଜ୍ୟରେ ବିଭିନ୍ନ ପ୍ରକାର ନ୍ୟାୟିକ ବ୍ୟବସ୍ଥା ରହିଥାଏ, ଯଥା ଦିୱାନ-ଇ-କାଜୀ, ଯାହାକୁ ମୁଖ୍ୟ ବିଚାରପତି ଭାବେ ଗ୍ରହଣ କରାଯାଇଥାଏ। ସମସ୍ତ ନ୍ୟାୟିକ ବ୍ୟବସ୍ଥା ସୁଲତାନଙ୍କ ଅନୁମତିରେ ପରିଚାଳିତ ହୋଇଥାଏ। 8 ନମ୍ବର ପ୍ରଶ୍ନ, ଦିଲ୍ଲୀ ସୁଲତାନତର କର ବ୍ୟବସ୍ଥା କିପରି ଥିଲା? ବାରାନୀଙ୍କ ମତରେ ଦୁଇ ପ୍ରକାର କର ବ୍ୟବସ୍ଥା ପ୍ରଚଳିତ ଥିଲା, ଯଥା ଉସାର, ମୁସଲମାନଙ୍କ ପାଇଁ ଏହି କର ବ୍ୟବସ୍ଥା କରାଯାଇଥିଲା। ଅନ୍ୟଟି କରଜ। ଅଣ-ମୁସଲମାନ ଭୂ-ରାଜସ୍ୱ ପ୍ରଦାନ କରୁଥିଲେ। ଅଣ-ମୁସଲମାନମାନେ ଭୂ-ରାଜସ୍ୱ ପ୍ରଦାନ କରୁଥିଲେ। ଭୂ-ରାଜସ୍ୱ ଛଡ଼ା ଅନ୍ୟ ଏକ କର ଯଥା ଆମସ, ଜାକାଟ, ଜିଜିୟା, ସମ୍ପତ୍ତି କର ଏବଂ ନଜରାନା କର ଇତ୍ୟାଦି। 9 ନମ୍ବର ପ୍ରଶ୍ନ, ନ୍ୟାୟିକ ବ୍ୟବସ୍ଥା କିପରି ଥିଲା? ଜିଆଉଦ୍ଦିନ ବାରାନୀଙ୍କ ମତରେ ଭଲ ଏବଂ ମନ୍ଦ କାର୍ଯ୍ୟକୁ ନିର୍ଦ୍ଧାରଣ କରିବା ପାଇଁ ନ୍ୟାୟିକ ବ୍ୟବସ୍ଥା ପ୍ରେରିତ ଥିଲା। ନ୍ୟାୟ ଦ୍ୱାରା ଜଣେ ବ୍ୟକ୍ତିର ଖରାପ ଗୁଣଗୁଡ଼ିକ ସାର୍ବଜନୀନ ହେଉଥିଲା ଏବଂ ଦୋଷୀକୁ ଦଣ୍ଡ ପ୍ରଦାନ କରାଯାଇ ମହତ୍ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯାଉଥିଲା। 10 ନମ୍ବର ପ୍ରଶ୍ନ, ଫତୱା-ଇ-ଜାହାନଦାରୀ କ'ଣ? ବାରାନୀଙ୍କ ଦ୍ୱାରା ରଚିତ ପୁସ୍ତକ ଫତୱା-ଇ-ଜାହାନଦାରୀରେ ମୁସଲିମ ଶାସକମାନଙ୍କର ରାଜନୀତିକ ଦର୍ଶନତତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଧାର୍ମିକ ନୀତି ଆଧାରରେ ରାଜ୍ୟ ଶାସନ ବିଷୟରେ ସମ୍ୟକ୍ ଧାରଣା ପ୍ରଦାନ କରାଯାଇଛି। ତାରିଖ-ଇ-ଫିରୋଜଶାହୀ କ'ଣ? ଜିଆଉଦ୍ଦିନ ବାରାନୀ 1347 ମସିହାରେ ତାରିଖ-ଇ-ଫିରୋଜଶାହୀ ପୁସ୍ତକ ରଚନା କରିଥିଲେ, ଯେଉଁଥିରେ ତତ୍କାଳୀନ ଦିଲ୍ଲୀ ସୁଲତାନର ଇତିହାସ ଏବଂ ଶାସନ ପ୍ରଣାଳୀ ବିଷୟରେ ବିସ୍ତାରିତ ଭାବରେ ବର୍ଣ୍ଣନା କରାଯାଇଛି। 12 ନମ୍ବର ପ୍ରଶ୍ନ, ଆଦର୍ଶ ରାଜାଙ୍କର ଗୁଣବତ୍ତା ସବୁ କ'ଣ ହେବା ଉଚିତ? ବାରାନୀଙ୍କ ମତରେ ଆଦର୍ଶ ରାଷ୍ଟ୍ର ଗଠନରେ ଜଣେ ଆଦର୍ଶ ସୁଲତାନ ଆବଶ୍ୟକ ହୋଇଥାଏ। ଜଣେ ଆଦର୍ଶ ଶାସକ ପାଖରେ ଶାରୀରିକ ଦକ୍ଷତା, ବାଗ୍ମିତା, ତୀକ୍ଷ୍ଣ ବୁଦ୍ଧିମତ୍ତା, ଜଞ୍ଜାଳାତ୍ମକ ମୁକ୍ତ ଧର୍ମଧାରଣା, ଉଚ୍ଚ ବଂଶଜ, ନ୍ୟାୟମନ୍ତ, ସତ୍ୟବାଦୀ,
ଉଦ୍ୟମ, ସାହସ, ଜ୍ଞାନଦୀପ୍ତ ଗୁଣ ସବୁ ରହିବା ଆବଶ୍ୟକ। 13 ନମ୍ବର ପ୍ରଶ୍ନ, ବାରାଣୀଙ୍କ ଦର୍ଶନରେ ଆଇନର ବ୍ୟାଖ୍ୟା କିପରି ଥିଲା? ଆଇନ ବିଷୟରେ ବ୍ୟାଖ୍ୟା କରିବାକୁ ଯାଇ ବାରାଣୀ କୁହନ୍ତି, ଶାସନକର୍ତ୍ତା ସରକାର ଲକ୍ଷ୍ୟ ସାଧନ ପାଇଁ କାର୍ଯ୍ୟ କରନ୍ତି। ଏହା ସାର୍ବଜନୀନ, ଆଦୃତ, ଶରିୟତ ଆଇନ ଏବଂ ପାରମ୍ପରିକ ଆଇନର ସମାହାରରୁ ସୃଷ୍ଟି ହୋଇଥାଏ। ଏହାକୁ ପ୍ରକୃତ ଆଇନ କୁହାଯାଏ। 14 ନମ୍ବର ପ୍ରଶ୍ନ, ଖଲିଫା ଶବ୍ଦର ଅର୍ଥ କ'ଣ? ବାରାଣୀଙ୍କ ମତରେ ଖଲିଫା ଅର୍ଥ ଇସଲାମ ଧର୍ମତତ୍ତ୍ୱ ଆଧାରିତ ସାରା ବିଶ୍ୱ ପ୍ରଫେଟ ମୁହମ୍ମଦଙ୍କ ସାମ୍ରାଜ୍ୟ ଏବଂ ପ୍ରତ୍ୟେକ ଭାଗରେ ଜଣେ ଜଣେ ଧାର୍ମିକ ପ୍ରତିନିଧି ଧର୍ମନୀତି ଅନୁସାରେ ଶାସନ କରିବା ଧାରାକୁ ଖଲିଫା କୁହାଯାଇଥାଏ। 15 ନମ୍ବର ପ୍ରଶ୍ନ, ସ୍ୱତନ୍ତ୍ର ନ୍ୟାୟିକ ସମାନତା କ'ଣ? ବାରାଣୀଙ୍କ ମତରେ ରାଜାଙ୍କ ସମ୍ମୁଖରେ ସମସ୍ତ ଆବେଦନକାରୀ ଏବଂ ଦୋଷୀ ସମାନ, କାରଣ ନ୍ୟାୟିକ ତତ୍ତ୍ୱ ଅନୁସାରେ କୌଣସି ବ୍ୟକ୍ତି ଭେଦଭାବର ଶିକାର ହେବା ଉଚିତ ନୁହେଁ ବା ସମସ୍ତେ ସମାନ ନ୍ୟାୟ ପାଇବା ପାଇଁ ହକଦାର। 16 ନମ୍ବର ପ୍ରଶ୍ନ, ପ୍ରାକୃତିକ ନ୍ୟାୟିକ ସମାନତା କ'ଣ? ନ୍ୟାୟ ପ୍ରଦାନ ବେଳେ କୌଣସି ସାଧାରଣ ପ୍ରଜା ଏବଂ ରାଜବଂଶଧର ମଧ୍ୟରେ ଭେଦଭାବ କରାଯିବା ଉଚିତ ନୁହେଁ। ରାଜାଙ୍କ ପରିବାର ଓ ସାଧାରଣ ପ୍ରଜା ସମାନ ଦୋଷ ପାଇଁ ସମାନ ଦଣ୍ଡ ପାଇବାକୁ ପ୍ରାକୃତିକ ନ୍ୟାୟ କୁହାଯାଏ। ପ୍ରଥମ ପ୍ରଶ୍ନ, ଆକବରନାମା ପୁସ୍ତକ। ଦାର୍ଶନିକ ଆବୁଲ ଫଜଲଙ୍କ ଦ୍ୱାରା ରଚିତ ପୁସ୍ତକ ଆକବରନାମାରେ ମୋଗଲ ସମ୍ରାଟ ମହାନୁଭବ ଆକବରଙ୍କ ଶାସନ ପ୍ରଣାଳୀ ଏବଂ ବାବରଙ୍କଠାରୁ ହୁମାୟୁନଙ୍କ ସମୟର ଐତିହାସିକ ଘଟଣାଗୁଡ଼ିକ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି। ଏହାକୁ ମୋଗଲ ଶାସନର ଉପାଦେୟ ଦସ୍ତାବିଜ କୁହାଯାଉଥିଲା। ତୃତୀୟ ପ୍ରଶ୍ନ, ଆଇନ-ଇ-ଆକବରୀ କ'ଣ? ଦାର୍ଶନିକ ଆବୁଲ ଫଜଲଙ୍କ ଦ୍ୱାରା ବର୍ଣ୍ଣିତ ଆଇନ-ଇ-ଆକବରୀ ପୁସ୍ତକ ତିନି ଭାଗରେ ବିଭକ୍ତ। ଏଥିରେ ରାଜତନ୍ତ୍ର ଶାସନ, ସାର୍ବଭୌମ କ୍ଷମତା, ଶାସକଙ୍କର ଗୁଣ ଓ କର୍ତ୍ତବ୍ୟ, ମନ୍ତ୍ରୀ ପରିଷଦ ଗଠନ, ପ୍ରାଦେଶିକ ଶାସନ ବ୍ୟବସ୍ଥା ଏବଂ ଶାସନ ନୀତି ବିଷୟରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଛି। ତୃତୀୟ ପ୍ରଶ୍ନ, ଆବୁଲ ଫଜଲଙ୍କ ରାଜତନ୍ତ୍ର ବ୍ୟବସ୍ଥା କିପରି ଥିଲା? ତାଙ୍କ ମତରେ ରାଜତନ୍ତ୍ର ବ୍ୟବସ୍ଥା ଏକ ମହତ୍ ଶାସନ ବ୍ୟବସ୍ଥା ଯାହା ପଛରେ ଧର୍ମ ଏବଂ ଈଶ୍ୱରଙ୍କର ସମର୍ଥନ ଥାଏ। ରାଜାଙ୍କୁ ଏକାଧାରରେ ଆଦର୍ଶ ଶାସକ ଏବଂ ଧର୍ମାବତାର ଭାବେ ସେ ବର୍ଣ୍ଣନା କରିଛନ୍ତି। ସେ ସମସ୍ତ ଅଖଣ୍ଡ କ୍ଷମତାର ଅଧିକାରୀ ହେବା ବାଞ୍ଛନୀୟ। ସାର୍ବଭୌମ କ୍ଷମତା ବିଷୟରେ ଧାରଣା ଦିଏ। ଆବୁଲ ଫଜଲ ରାଜାଙ୍କୁ ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତାଧାରୀ ଏବଂ ସାମରିକ ବାହିନୀର ମୁଖ୍ୟ କମାଣ୍ଡର ଭାବେ ବର୍ଣ୍ଣନା କରିଛନ୍ତି। କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଏବଂ ନ୍ୟାୟପାଳିକା କ୍ଷମତା ରାଜାଙ୍କ ହାତରେ ନ୍ୟସ୍ତ କରାଯାଇଥାଏ। ସେ ମଧ୍ୟ ମୋଗଲ ଶାସନରେ ରାଜାଙ୍କ କ୍ଷମତାକୁ ଉଦାହରଣ ଭାବେ ଉପସ୍ଥାପନ କରିଛନ୍ତି। ଭକିଲ-ଇ-ମୁତଲାକ କ'ଣ? ଆବୁଲ ଫଜଲଙ୍କ ଭାଷାରେ ରାଜ୍ୟ ଶାସନରେ ରାଜାଙ୍କୁ ପରାମର୍ଶ ଦେବା ପାଇଁ ମନ୍ତ୍ରୀ ପରିଷଦ ଗଠନ କରାଯାଇଥାଏ। ସେମାନଙ୍କ ମଧ୍ୟରୁ ଭକିଲ-ଇ-ମୁତଲାକ ମନ୍ତ୍ରୀ ପରିଷଦର ମୁଖ୍ୟ ହୋଇଥାନ୍ତି। ସେ ମଧ୍ୟ ସୁଲତାନଙ୍କ ମୁଖ୍ୟ ପରାମର୍ଶକାରୀର ଭୂମିକା ନିର୍ବାହ କରନ୍ତି। 6 ନମ୍ବର ପ୍ରଶ୍ନ, ୱଜିରର ଅର୍ଥ କ'ଣ? ଆବୁଲ ଫଜଲଙ୍କ ମତରେ ଆକବରଙ୍କ ରାଜଦରବାରରେ ଯେ ରାଜ୍ୟର ସମସ୍ତ ଅର୍ଥନୈତିକ ନିୟନ୍ତ୍ରଣ କରୁଥିଲେ ତାଙ୍କୁ ୱାଜିର କୁହାଯାଉଥିଲା। ଆକବରଙ୍କ ଶାସନ ତନ୍ତ୍ରରେ ତୋଡରମଲ ଜଣେ ପ୍ରଭାବଶାଳୀ ୱାଜିର ବା ଅର୍ଥମନ୍ତ୍ରୀ ଥିଲେ। 7 ନମ୍ବର ପ୍ରଶ୍ନ, ପ୍ରାଦେଶିକ ଶାସନ ବ୍ୟବସ୍ଥା କିପରି ଥିଲା? ଆବୁଲ ଫଜଲ ଆଇନ-ଇ-ଆକବରୀ ପୁସ୍ତକରେ କ୍ଷମତା ବିକେନ୍ଦ୍ରୀକରଣ ବିଷୟରେ ବର୍ଣ୍ଣନା କରିଛନ୍ତି। ଆକବରଙ୍କ ଶାସନ ବ୍ୟବସ୍ଥାରେ ଶାସନଗତ ସୁବିଧା ପାଇଁ 15ଟି ପ୍ରାଦେଶିକ ଶାସନ ଗଠନ କରାଯାଇଥିଲା। ପ୍ରତ୍ୟେକ ପ୍ରଦେଶରେ ଜଣେ ଜଣେ ସିପାହୀ ସାଲାର ନିଯୁକ୍ତି କରାଯାଇଥିଲା। 8 ନମ୍ବର ପ୍ରଶ୍ନ, ସିପାହୀ ସାଲାର କିଏ? ମୋଗଲ ସାମ୍ରାଜ୍ୟ ମଧ୍ୟରେ ଗଠିତ ହୋଇଥିବା ପ୍ରାଦେଶିକ ଶାସନର ମୁଖ୍ୟ ଭାବେ ସିପାହୀ ସାଲାରଙ୍କୁ ନିଯୁକ୍ତି ଦିଆଯାଇଥିଲା। ତାଙ୍କୁ ମଧ୍ୟ ସୁବେଦାର କୁହାଯାଉଥିଲା। ସମ୍ରାଟଙ୍କ ପ୍ରତି ଆନୁଗତ୍ୟତା ପ୍ରକାଶ କରି ସମ୍ପୃକ୍ତ ପ୍ରଦେଶରେ ସେ ଶାସନ ପରିଚାଳିତ କରୁଥିଲେ। 9 ନମ୍ବର ପ୍ରଶ୍ନ, ଦିୱାନ କାହାକୁ କହନ୍ତି? ମୋଗଲ ଶାସନ ସମୟରେ ପ୍ରତ୍ୟେକ ପ୍ରାଦେଶିକ ଶାସନରେ ସିପାହୀ ସାଲାର ବା ସୁବେଦାରଙ୍କ ପରେ ଜଣେ ଦିୱାନ ନିଯୁକ୍ତି ପାଉଥିଲେ। ସେ ଯେ କି ଦିୱାନ କାହାକୁ କହନ୍ତି? ମୋଗଲ ଶାସନ ସମୟରେ ପ୍ରତ୍ୟେକ ପ୍ରାଦେଶିକ ଶାସନରେ ସିପାହୀ ସାଲାର ବା ସୁବେଦାରଙ୍କ ପରେ ଜଣେ ଦିୱାନ ନିଯୁକ୍ତି ପାଇଥିଲେ। ସେ ଯେ କି ସମ୍ପୃକ୍ତ ପ୍ରଦେଶର ଅର୍ଥନୀତି ସଞ୍ଚାଳନ କରିବା ସହିତ କର ଆଦାୟ କରିବା ଏବଂ
ରାଜ୍ୟ ରାଜକୋଷକୁ ଏହାର ମୁଖ୍ୟ ଅଂଶ ପଠାଇବା ଇତ୍ୟାଦି କାର୍ଯ୍ୟ କରିଥାନ୍ତି। 10 ନମ୍ବର ପ୍ରଶ୍ନ, କାଜିର ସର୍ଦ୍ଦାର ବା ସର୍ଦ୍ଦାର-ଇ-କାଜି କାହାକୁ କହନ୍ତି? ମୋଗଲ ସାମ୍ରାଜ୍ୟର ପ୍ରତ୍ୟେକ ପ୍ରଦେଶରେ ନ୍ୟାୟିକ ବ୍ୟବସ୍ଥା ସଞ୍ଚାଳନ କରିବା ପାଇଁ କାଜିମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା। ପବିତ୍ର କୋରାନ ଏବଂ ଶରିଆତ ଆଇନ ବିଷୟରେ ଗଭୀର ଜ୍ଞାନ ଥିବା ବିଦ୍ୱାନମାନଙ୍କୁ କାଜି ଭାବରେ ନିଯୁକ୍ତି ଦିଆଯାଇଥିଲା। 11 ନମ୍ବର ପ୍ରଶ୍ନ, ମଣ୍ଡଳ ପ୍ରଶାସନ କ'ଣ? ଆବୁଲ ଫଜଲଙ୍କ ପୁସ୍ତକରେ ପ୍ରତ୍ୟେକ ପ୍ରଦେଶକୁ ବିଭାଜିତ କରି କେତେକ ମଣ୍ଡଳ ପ୍ରଶାସନ ଗଠନ କରିବା ବିଷୟରେ ବର୍ଣ୍ଣିତ ହୋଇଛି। ମଣ୍ଡଳ ପ୍ରଶାସନର ମୁଖ୍ୟଙ୍କୁ ଫୌଜଦାର କୁହାଯାଇଥିଲା। ସମ୍ପୃକ୍ତ ଅଞ୍ଚଳର ସୁରକ୍ଷା ଦାୟିତ୍ୱ ସେ ନିର୍ବାହ କରୁଥିଲେ। 12 ନମ୍ବର ପ୍ରଶ୍ନ, ପରଗଣା କିପରି ଗଠିତ ହୋଇଥିଲା? ପରଗଣା କିପରି ଗଠିତ ହୁଏ? ପ୍ରତ୍ୟେକ ମଣ୍ଡଳ ପ୍ରଶାସନକୁ କେତେଗୁଡ଼ିଏ ପରଗଣାରେ ବିଭକ୍ତ କରାଯାଇଥିଲା। ମୁଖ୍ୟ ପ୍ରଶାସନର ସବୁଠାରୁ ନିମ୍ନତମ ପ୍ରଶାସନିକ ଏବଂ ଆର୍ଥିକ ସଂଗଠନ ହେଉଛି ପରଗଣା। ପରଗଣାର ମୁଖ୍ୟକୁ ସିକାନ୍ଦାର କୁହାଯାଉଥିଲା। ସେ ସମ୍ପୃକ୍ତ ପରଗଣାର ସମସ୍ତ ଭୂ-ରାଜସ୍ୱ ଆଦାୟ କରିବା ଏବଂ ଶାନ୍ତି ଶୃଙ୍ଖଳା ରକ୍ଷାର ଦାୟିତ୍ୱ ବହନ କରୁଥିଲେ। ସହରାଞ୍ଚଳ 13 ନମ୍ବର ପ୍ରଶ୍ନ, ସହରାଞ୍ଚଳ ପ୍ରଶାସନିକ କିପରି ଥିଲା? ଆଇନ-ଇ-ଆକବରୀ ଅନୁସାରେ ଆକବରଙ୍କ ରାଜତ୍ୱ ସମୟରେ ସହରାଞ୍ଚଳ ଶାସନ ସ୍ୱତନ୍ତ୍ର ଭାବେ ପରିଚାଳନା କରିବା ପାଇଁ କୋଟୱାଲ ବା କୋଟୱାଲଙ୍କୁ ନିଯୁକ୍ତି ଦିଆଯାଇଥିଲା। 14 ନମ୍ବର ପ୍ରଶ୍ନ, ଗ୍ରାମ୍ୟ ଶାସନ ବ୍ୟବସ୍ଥା କିପରି ଥିଲା? ଗ୍ରାମାଞ୍ଚଳ ପ୍ରଶାସନ ବିଷୟରେ ଆଇନ-ଇ-ଆକବରୀରେ ବର୍ଣ୍ଣନା କରାଯାଇଛି। ଗ୍ରାମାଞ୍ଚଳରେ ସ୍ଥାୟୀତ୍ୱ ଶାସନ ପରିଚାଳନା କରିବା ପାଇଁ ପଟୁଆରୀ ଏବଂ ଚୌକିଦାରମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଆବଶ୍ୟକ ସ୍ଥଳେ ପରଗଣା ଶାସନ ନିର୍ଦ୍ଦେଶନରେ ଗ୍ରାମାଞ୍ଚଳରେ ନୀତି ପ୍ରଣୟନ କରାଯାଇଥିଲା। ସମସ୍ତ ଗ୍ରାମ୍ୟ ପ୍ରଶାସନ ସେମାନଙ୍କ ଅଞ୍ଚଳର ପରଗଣା ଉପରେ ନିର୍ଭର କରୁଥିଲେ। 15 ନମ୍ବର ପ୍ରଶ୍ନ, ମୁନ୍ସିଫ କାହାକୁ କୁହାଯାଉଥିଲା? ପରଗଣାମାନଙ୍କରେ ଭୂ-ରାଜସ୍ୱ ଆଦାୟ କରିବା, ରାଜକୋଷକୁ ରାଜସ୍ୱ ପଠାଇବା, କୃଷକ ଓ ଶ୍ରମିକମାନଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ଏବଂ କର ଫାଙ୍କୁଥିବା ପ୍ରଜାଙ୍କୁ ଦଣ୍ଡିତ କରିବା କାର୍ଯ୍ୟ କରିଥାନ୍ତି।